କୁଲାରେ ଏଇ ଜାଗାରେ ଆମ ସେ ଗାଁର ଭାଇଟା ଡରିଥିଲା। ଜୟ ଜଗନ୍ନାଥ ଆପଣମାନେ ସମସ୍ତଙ୍କୁ। ତ ବର୍ତ୍ତମାନ ଆମେ ଗୋଟେ ଏମିତି ଏକ ଜାଗାରେ ପହଞ୍ଚି ଯାଇଛୁ, ଗୋଟେ ଗାଁରେ। ଗାଁ ଲାଷ୍ଟରେ ଗୋଟେ ମଶାଣି ଅଛି, ଯେଉଁଠିକି ଗୋଟେ ବହୁତ ମାନେ ଭୟାନକ ଷ୍ଟୋରି, ଗୋଟେ ମାନେ ଖତରନାକ ଷ୍ଟୋରି ଗୋଟେ ହେଇଛି। ଆଉ ଯେଉଁଟାକି ଆମେ ଜାଣିନଥିଲୁ, ଯେଉଁଟା ମିନିମମ୍ 4-6 ମାସ ପୂର୍ବରୁ ଆମ ଗାଁର ଗୋଟେ ଜଣେ ଭାଇ ଏପଟେ ଆସୁଥିଲା। ରାତି ପାଖାପାଖି ହେଇଯିବ 12ଟା। ହଁ, ଗୋଟେ ମିନିଟ୍, ପ୍ରଥମ ମୁଁ ଦେଖେଇ ଦେଉଛି ଆଗ ବର୍ତ୍ତମାନ ଟାଇମ୍ କେତେ ହେଲାଣି ଆପଣଙ୍କୁ। ଗୁଗୁଲ୍ ଟାଇମ୍ ଦେଖେଇ ଗୁଗଲ ଦେଉଛି, ଟାଇମ୍ ଦେଖେଇ ଗୁଗଲ୍ ଟାଇମ୍ ଦେଖେଇ ଦେଉଛି ଆପଣଙ୍କୁ। ଇଆଡ଼େ ସିନ୍ ଟିକେ ଦେଖାଯାଏ। ଏଇଟା ହେଲା ଜିଓଳି ମଶାନ। ଏଇଟା ଦୂର ପକେଇଲେ ମଶାନଟା ଏଇଟା। Hey Google, what time right now? The time is 12:32 a.m. 12:32। ବର୍ତ୍ତମାନ ଟାଇମ୍ 12:30 ହେଲାଣି, ରାତି 12:30ରେ ଆମେ ଏଠିକି ଆସିଛୁ। ମୁଁ କହୁଛି ତା ଷ୍ଟୋରିଟା ଆପଣଙ୍କୁ। ଏଠି 5 ଭଉଣୀ ଆଉ ଜଣେ ଭାଇ। କେମିତି କ'ଣ ହେଇଥିଲା ମୁଁ ଜାଣିନି, କିନ୍ତୁ ତାଙ୍କର ସେ ଡେଥ୍ ହେଇଯାଇଥିଲେ, ଯେଉଁଟାକି ଆମକୁ ଜଣେ ଆମ ଗାଁର ଭାଇ ଜଣେ କହିଲେ। ସିଏ କହିଲେ ଯେ ଏତିକି, ମୁଁ ଯାଇଥିଲି ଯେତେବେଳେ, ମୋ ହାତରେ ବହୁତ ମାନେ ଗୋଟେ ଇନସିଡେଣ୍ଟ ଘଟିଥିଲା, ଯେଉଁଥିପାଇଁ ମୁଁ ସେଠି ବହୁତ ଭୟରେ ଡରିଥିଲି, ରହିକି ଆସିଥିଲି। ବର୍ତ୍ତମାନ ଆମେ ସେଇ ଜାଗାକୁ ଆଇଛୁ, ଦେଖାଉଛି ଆପଣଙ୍କୁ। ଏଇଟା ହେଉଛି ଜିଓଳି ମଶାନ। এইଟା ହେଉଛି ସେଇ ମଶାଣି। ଆସନ୍ତୁ, କେଉଁଠି କହିକି ଆସନ୍ତୁ ଦେଖିବା। ଗେଟ୍ ପଡ଼ିଛି, ତାଲା ପଡ଼ିଛି। ତାଲା ପଡ଼ିଛି, ଯେଉଁ ଟର୍ଚ୍ଚ ବୁଲିଛି ଟ୍ରେନ୍ ନା ତାଲା ଫୁଟି ଯାଇଛି। ଆଉ ଗୋଟେ ମୋବାଇଲ ଫ୍ଲାସ୍ ମାରନ୍ତୁ। ମୋବାଇଲ ଫ୍ଲାସ୍ ଗେଟ୍ ପଡ଼ିଛି, ତାଲା। ମଶାଣି କିନ୍ତୁ ପୁରା ସଫାସଫି ପୁରା ଅଛି, କ୍ୟାମେରା ଦେଖାଯାଉନି। ଜୁମ୍ କରୁନି, ଏଇଠି ପାଖକୁ ପକା କ୍ୟାମେରା ଦେଖାଯିବ ଅନ୍ଧାରରେ। ଆମ ପାଖରେ କିଛି ସେମିତି ଇନଷ୍ଟ୍ରୁମେଣ୍ଟ ନାହିଁ ଯେ ଆମେ ଗୋଟେ ହଠାତ୍ ଏପଟେ ପଳେଇ ଦେଖ। ଆସିଲୁ। ହଁ, ଆମ ପାଖରେ ସେମିତି କିଛି ଇନଷ୍ଟ୍ରୁମେଣ୍ଟ ନାହିଁ, ତ ଗୋଟେ ଏକ୍ସପିରିଏନ୍ସ ନେବା ପାଇଁ ଆସିଛୁ। ଆଉ ଏଇଠି ଦେଖିପାରୁଥିବେ ଆପଣ ଏଠି ମଶାଣି ଯେଉଁ ଅଛି। ଆଉ ଆମେ ତ ଜାଣିନୁ କିଛି ଏଠି, କିନ୍ତୁ କ'ଣ ହେଇଛି କ'ଣ ନାହିଁ ଜାଣିନି। କିନ୍ତୁ ଯଦି ଆପଣମାନେ ଏଠି କିଛି ଅଛନ୍ତି, ତାହେଲେ ଆମକୁ ସେମିତି କିଛି ଆକ୍ଟିଭିଟି କରନ୍ତୁ, ଯେଉଁଥିପାଇଁ ଆମେ ଜାଣିପାରିବୁ ଆପଣ ଏଠି ଅଛନ୍ତି। ଆମେ ଆପଣଙ୍କ କିଛି କ୍ଷତି ପହଞ୍ଚାଇବା ପାଇଁ ଆସିନୁ, ଆମେ ଖାଲି ଜଷ୍ଟ ଗୋଟେ ଏକ୍ସପ୍ରେସ୍ ନେବା ପାଇଁ ଆସିଛୁ। ହାଣ୍ଡି ଦିଆହେଇଛି। ଦେଖନ୍ତୁ ତାଙ୍କୁ। ହାଣ୍ଡିଟା ଦେଖିଥିଲୁ, ହାଣ୍ଡି ବି ଏବେ ଦିଆହେଇଛି। ନଗଦ ହାଣ୍ଡି ଦିଆହେଇଛି। ଆମ ଗାଡ଼ି ଏଇଟା କ'ଣ କିରେ? ସେଟା ସମାଧିଟା, ସମାଧି ଦିଆହେଇଛି, ସମାଧି। ଏଇଟା ଧରିଲି ଜୁମ୍ କଲି। ମୋତେ ଦେ ଟର୍ଚ୍ଚଟା, ମୁଁ ଦେଖାଉଛି କେଉଁଠି। ତୁ କେଉଁଥିରେ ମୁଁ ଟର୍ଚ୍ଚ ଅଛି, କରିନି ଜୁମ୍ କରିପାରିବୁ? ଗାଡ଼ି ଚାବି ପକେଇଛୁ? ତ ପର୍ଟିକୁଲାର ଏଇ ଜାଗାରେ ଆମ ସେ ଗାଁର ଭାଇଟା ଡରିଥିଲା। ଏଇ ଜାଗାରେ ହିଁ ସେ ପଡ଼ିଯାଇଛି। ସେଲୁନ୍ ଅଛି, ଏଇ ସେଲୁନ୍ ପାଖରେ ସେ ଆମ ଡରିଥିଲା, ଠିକ୍ ଅଛି। କିନ୍ତୁ କାହିଁକି ସେମିତି କିଛି ଜଣାପଡ଼ୁନି। ହେଇ ସେଠି ଗୋଟେ ପକା।
ଏପଟେ ଗଛକୁ ପକେଇଲୁ ଏପଟେ ଏପଟେ ଏ ତ ପୁରା ଗଛ ଯେମିତି ହେଇଛି ପୁରା ଭୟାନକ ହେଇଛି। ବାଉଁଶ ଗଛ ପୁରା କେତେରେ ଗଛ ତୁ ଯୋଉ ଟର୍ଚ୍ଚ ପକଉଛୁ ଏପଟକୁ ପକେଇଲୁ ଆଉ ସେଇ ତା ଭିତରକୁ ଯିବା ମଶାଣି ଭିତରକୁ ଯିବା ଗେଟ୍ ଖୋଲା ହେଇଛି। ଗେଟ୍ ଖୋଲା ଅଛି ଯିବା ବୁଲିକି ଆସିବା। ଚାଲିଛି ତ କାହାଠୁ ପରମିସନ ଆଣିନି କାଳେ କିଏ ନାହିଁ କି କ'ଣ କହିବ କିଏ କ'ଣ କହିବ ବୋଲି ନହେଲେ ଯାଆନ୍ତୁ ଏଠି ଗାଁ ଲୋକରୁ ପଚାରିକି ଆଣିଥିଲେ ହଁ ଆମେ ଯାଇ ଏପଟେ ଭିତରକୁ ଯାଇଥାନ୍ତି ମୁଁ କିନ୍ତୁ କାହାର ପରମିସନ୍ ଆମେ ଆଣିନି ତ ସେମିତି ବିନା ପରମିସନ୍ରେ କାହା ଗାଁରେ ଇଏ କରି ପଶିବା ଠିକ୍ ନୁହଁ। ତ ଆମେ ଖାଲି ବାହାରୁ ଖାଲି ଦେଖି ଏକ୍ସପିରିଏନ୍ସ ନେଉଛୁ ଦେଖୁଛୁ କ'ଣ ହେଉଛି କ'ଣ ନାହିଁ। ପାଖରେ ବି ଆମେ ମାତ୍ର କେତେ 100 ମିଟର ବି ଦୂରରେ ଠିଆ ହେଇଛୁ। ମଶାଣିଠୁ 100 ମିଟର ଦୂର 100 ବି ନୁହେଁ ଏଇଟା 50 ମିଟର ହବ ନା। ତ ଗେଟ୍ଟା ଏଇଠି ଗେଟ୍ ଭିତରେ ଏ ଗଛକୁ ଦେଖିଲା ଆଗ ଡର ମାଡୁଛି। ହଁ ଭୟାନକ ପୁରା ଗଛ ଉପରକୁ ମାରନ୍ତିନି ରାତିରେ ହେଲା ରାତିରେ ମାରନା ଗଛ ଉପରକୁ ମାର ଏପଟେ ପକେଇଲି ମୁଁ ଯୁଆଡ଼େ ମୁଁ ଯୋଉଠି ଟର୍ଚ୍ଚ ପକଉଛି ସେଇଠି ପକା ହଁ ହେଲା ଦେଖାଉ ତ କ୍ଲିୟର ପୁରା ହଁ ୱାଇଡ଼ ଆଙ୍ଗଲ ବାଡ଼ି ଆଙ୍ଗଲ କର ୱାଇଡ଼ ଆଙ୍ଗଲ କର ଜୁମ୍ କରିବି ୱାଇଡ଼ ଆଙ୍ଗଲ କର ହାଣ୍ଡି ପଡୁଛି ଏ ରାସ୍ତାଟା କୁଆଡ଼େ ଯାଇଛି ରେ ମୋତେ ତୁ ପକା ମୁଁ କହୁଛି ମୋତେ ଦେ ପାଣି ଫାଣି ଥିବ ଜଣା ପଡୁନି ରାତିରେ ଅନ୍ଧାର ତଳ ଇଏ ଲାଗୁଛି ଗାଡ଼ି ହଳେ କ'ଣ ତଳ ତଳ ଦେଖିକି ଯା ସାପ ଇଆଡ଼େ ଗାଡ଼ି ହଳେ ଥିବ ଜଣା ପଡୁନି ସାପଟା ଚପଲଟା ବୁଟ୍ ପିନ୍ଧି ତଳୁ ମାରେ ପକଉନ ଭିଡ଼ିଓଟା ପକା କହିବ ପକେଇକି ଦେଖନି ସେପଟେ ଗୋଟେ ସାଉଣ୍ଡ ହେଲା ଏଇଠି କ'ଣ ସାଉଣ୍ଡ ଶୁଭାଗଲା ଏଇଠି କ'ଣଟା ଆବାଜଟା ହେଲା ଏଇଠି ଆସିଲା ଏଇଠୁ ହେଲା ଏଇଟା ଦିନକିନା ହେଲା କିଏ କିଏ ଅଛ କି ସେଠି କିଏ ଅଛ କି କାଇଁ ଏଇଠୁ ଗୋଟେ ଆବାଜ ଆଇଲା ପରା ଏଇଠି ରେ ସେଠି କିଏ କି ରେ ଉପରେ ଟର୍ଚ୍ଚ ମାଇଲୁ ସେଇ ଏଇ ମଝି ଟର୍ଚ୍ଚ ମାଇଲୁ ଆଉ ଗୋଟେ ଉପରକୁ ସେ ଯୋଉ ଲାଷ୍ଟ ଖୁଣ୍ଟି ସାଇଡ୍ ଦେଖିଲୁ କି ଠିଆ ହେଇଛି ଦେଖ ମୋବାଇଲ ଦେଖେ ଏଇଠି ଦେଖ ଦେଖାଉଛି ଠିଆ ହେଇଛି ଜଣା ପଡୁନି ଛାଇ ଦେଉନି ଜଣା ପଡୁନି ଠିଆ ହେଇଛି ଛାଇ ପରେ ଦେଖା ହଉଛି ଠିଆ ଲାଗୁଛି ସେଠି କିଏ ଅଛ ଏଇଠି ଭିତରୁ ଗଲେ ଭଲ ହୁଅନ୍ତା
ନାଇଁ ନାଇଁ ଗାଁ ଲୋକ କ'ଣ କହିବେ କ'ଣ କହୁଛୁ ବୋଲି ନା ନା ଭିତରୁ ବିନା ପରମିଶନ ଖାଲି ଭିଡ଼ିଓ ଅପଲୋଡ଼ କରିବି ଗାଁ ଲୋକ ଜାଣି ବିନା ପରମିସନ୍ ଆମେ ଆଣିନୁ ସେଥିପାଇଁ ଆମେ ଯାଇପାରୁନୁ ଭିତରକୁ ନହେଲେ ମୋତେ ଲାଗୁଛି ସେ ସାଇଡ଼୍ରେ କେଉଁ ଅଛି କାହିଁ ସେଇଠୁ ଗୋଟେ ଆବାସଟା ଆସିଲା ଏଇଠୁ ଗୋଟେ ଆବାସଟା ଆସିଲା ଏଇଠୁ କିଛି ଜଣା ପଡ଼ିଲାନି ଆଉ କିଛି ରାତିରେ ଏମିତି ହବ ଆକ୍ଟିଭିଟି ଏମିତି ଖଡ଼ ଖାଡ଼ ଧୂଳି ତ ହବ କମ୍ପଲସରି କ'ଣ କହୁଛୁ କହ କାହିଁ ଏଇଠୁ ଗୋଟେ କ'ଣ ଗୋଟେ ଆବାସଟା ଆସିଲା ବା ସେଇଠୁ କ'ଣ ଗୋଟେ ଆବାସଟା ଆସିଲା ଜଣା ପଡ଼ିଲାନି କିଛି ଦେଖିଛୁ ଜାଣି ଶୁଣିଛୁ ଯଦି ଶୁଣିଛୁ ତୁ ଶୁଣିଛୁ ଟି ଶୁଣିଛି ଜୋର ସାଉଣ୍ଡ କ'ଣ ଆବାଜ ତୁ କ୍ୟାମ୍ ଦେଖା এটা দে সরি ନା ତା ଭିତରେ ସାପ ଫାପ ଥବ ନହେଲେ ଆମେ ବୁଟ୍ ବି ପିନ୍ଧିକି ଆସିବୁ ନହେଲେ ବୁଟ୍ ପିନ୍ଧିଥିଲେ ଆମେ ଭିତରକୁ ବି ଯାଇଥାନ୍ତୁ ବୁଟ୍ ଯେହେତୁ ପିନ୍ଧିନୁ ଆମେ ବର୍ଷା ଦିନ ନା ଜନ୍ତୁ ଜୁନ୍ତା ଥିବେ ଯିବାକୁ ଇଚ୍ଛା ହେଉନି ମୋର ତ ଛୋଟବେଳୁ ଭାରି ଇଚ୍ଛା ଅଛି ଭୂତକୁ ମୁଁ ତ ବିଶ୍ୱାସ କରେନି କେବେ ମୋର ଇଚ୍ଛା ଅଛି ବହୁତ ଦେଖିବାକୁ କିନ୍ତୁ ମୋର କେବେ ବି ହାବୁଡ଼େ ପଡ଼ିନି ଦେଖାଯାଉ ମୁଁ ଫାଷ୍ଟ ଏକ୍ସପିରିଏନ୍ସଟା କେମିତି ଅଛି ମତେ ବି ଏମିତି ଡର ମାଡ଼େନି ଯେଉଁଠିକି କହିବି ରାତି ଅଧରେ ଯୁଆଡ଼େ କହିବ ମୁଁ ଏକୁଟିଆ ହିଁ ପଳେଇବି ଅଛି କୋଉଠି କୋଉଠି ସେ ଭିତରୁ ଦେଖ କିଏ ସେଠି ଭିତରୁ ଦେଖ ଏଇଠି ଗୋଟେ ମୁହଁ ଦେଖେଇଦେଲା ଏଇଠି କିଏ ମୁହଁ ଦେଖେଇଦେଲା ଆମ ପାଖରେ କୋଉଠି ଦେখ ମୋଡ଼େ ସେଠି ଭାଇ ତତେ ଧଳା କିଏ ଗୋଟେ ପିନ୍ଧିଛି ସେଇ ଦେଖାଯାଉନି ଜୁମ୍ ସେଠି ଧଳା ନୁହଁ ବେ ତା ଉପରକୁ ନା ଏଠି କଳାଟେ କେଉଁ ଠିଆ ହେଇ ଦେଖ ଏଠି ଦେଖା କାଇଁ ଦେଖନ୍ତୁ ଦେ ମୋବାଇଲ ଦେ ଟର୍ଚ୍ଚ ମାରି ଦେଖ ଏଇଠି ଦେଖ ଦେଖିଲୁ ଏଇଠି ଏଇ ଜାଗା ଏଇଠି ହଁ ସେଇଠି ସେଇ ଜାଗାରେ ମତେ ଧଳା ଭଳିଆ ଦେଖାଯାଉଛି ନାଇଁ ଧଳା ନୁହେଁ ଦେଖ କଳାଟେ କିଏ ଦେଖ ଦବ ହଉନି ହଁ ଦେଖ ସେଇ ଜାଗା ଏ ଆଖି ବି କାହାର ଗୋଟେ ଦେଖାଗଲା ସେଟା ଆଖିଟା ଦେଖାଯାଉଛି ଭାଇ ଆଖିଟା ନା କଣଟା ଏଇଟା ଏଇଟା କ'ଣ ଜଣା ପଡୁନି ଉପରକୁ ମାଇଲି ଗୋଟେ ରୋଡକୁ ମାରେ ରୋଡ ଗଛକୁ ଦେଖିଲେ ଏପଟେ ସବୁ ପକେଇଲେ ଏ ଗଛକୁ ଦେଖିଲେ ଭାରି ଭୟାନକ ପୁରା ବାଉଁଶ ଗଛ ପକେଇଲେ ହଁ ଧର କ୍ୟାମେରା ଧର ପଛୁଆ ସେ ପିଲାଟା କ'ଣ ହେଇଥିଲା ତାକୁ ସେ ପିଲାଟା ଟିକେ କହିଲୁ କ'ଣ ହେଇଥିଲା କେଉଁ ପିଲାଟା ରଞ୍ଜନ ହେଇଛି ବଡ଼ ଭାଇ ହେବେ ଜଣେ ସେ ଆମର ଜଣେ ବଡ଼ ଭାଇ ହିସାବ ହେବେ ସେ କହିଥିଲେ ଯେ ଏଇ ଜାଗା ଲୋକେସନ୍ ଆମେ ଦେଇଥିଲେ ଆମେ ଆସିନଥିଲୁ କିନ୍ତୁ
ଆଜି ସେ ନା ତାଙ୍କର ତାର ହେଉଛି କ'ଣ କହିଲ ଗାଡ଼ିଟା ପଡ଼ିଯାଇଥିଲା। ଗାଡ଼ିଟା ଯେତେବେଳେ ପଡ଼ିଗଲା ତା ଚପଲଟା ଗୋଟେ ଜାଗାରେ ପଡ଼ିଥିଲା। ସେ ଡାକୁଥିଲା ବଡ଼ ପଟେ ଡରିକି ସେ 5 ଭଉଣୀ ଗାଡ଼ି କିଏ ଗୋଟେ ଭିଡ଼ି ନେଇଗଲା ତାକୁ ଗାଡ଼ିଟା କିଏ ଗୋଟେ ଭିଡ଼ି ନେଇଗଲା କୋଉଠି ଗଲେ ଏଇଠି ସେ ଷ୍ଟୋରିଟା କହ ଭଲ ସେ ଷ୍ଟୋରିଟା କ୍ଲିୟର ମୋତେ କହିନାହାନ୍ତି ମୋତେ ଏଇ ସେ କଥା କହିଲେ ଯେ ନା ନା ସେ କହିଲେ କି ମୋତେ ଖାଲି ଏତିକି କହିଲେ ସେ ମୁଁ ବହୁତ ଡରି ଯାଇଥିଲି ସେ ଜାଗାରେ 4 ମାସ 6 ମାସ ଭିତରେ ହେବ ସେ ଷ୍ଟୋରିଟା ଆଉ ଯାଇଥିଲି ତାକୁ ନା ସେ ପଡ଼ିଗଲା ତା ଗୋଡ଼ ଚପଲଟା ଗୋଟେ ଜାଗାରେ ରହିଲା। ସିଏ ଡାକୁଥିଲା କ'ଣ କହିଲୁ ସେ ଡାକିଲା ଭାଇ ଭାଇ ସିଏ ସେଠୁ ସେ 5 ଜଣ ଲେଡ଼ିଜ୍ ଯାକ ଆସିକି କହିଲେ କି କ'ଣ କ'ଣ ବେ କ'ଣ ହେଲା ମୋତେ ବାରମ୍ବାର ସିଟ୍ ଲାଗୁଛି ମୋତେ ବାରବାର ସିଟ୍ ଲାଗୁଛି କି ଠିଆ ହେଇଛି ଏଠି ଦେଖୁନୁ ନା ଦେଖିବା ଏଇଠି ଭଲ ଏଇଠି ସେଇ ଯେଉଁ କାନ୍ଥ ଲାଷ୍ଟ ଖୁଣ୍ଟିଟା ସେଇଠି ଜୁମ୍ କରୁନୁ ଦେଖୁନୁ ଆଉ ଜୁମ୍ କର ଟର୍ଚ୍ଚ ଯୋଉଠି ପଡ଼ିଛି ଟର୍ଚ୍ଚ ଯୋଉଠି ପଡ଼ିଛି ସେଇଠି ଜୁମ୍ କର ଏଇଠି ଦେଖ ଏଇଠି ଏଇଠି ସେ ଛାଡ଼ ସେ ଆସୁ ପାଖାପାଖି ଆସିଲେ କ'ଣ ଜଣାବ। ହଁ ସେଠୁ କ'ଣ ହେଲା ସେଠୁ ସେ ଷ୍ଟୋରିଟା କହିବାକୁ ଦେଉନି ଅଧା କହିକି ତା ଚପଲଟା ଖସିଲା ତା ଚପଲଟା ଯେତେବେଳେ ଖସିଗଲା ସେ କ'ଣ କଲା କି ଯଦି ଏଠି ଆପଣ ଅଛନ୍ତି ତାହେଲେ ଆମ ସାଙ୍ଗରେ କନେକ୍ଟ କରିପାରିବେ ଏମିତି କିଛି ଆକ୍ଟିଭିଟି କରନ୍ତୁ ଯେ ଆମେ ଜାଣିପାରିବୁ ସତରେ ସେ ଭାଇଙ୍କ ସାଙ୍ଗରେ ସେ ହେଇଥିଲା ଯେ ଆମେ ଜାଣିପାରିବୁ ଯେ ପ୍ରକୃତରେ ଆପଣ ଏଠି ଅଛନ୍ତି ଆଉ ଆମେ ଆପଣଙ୍କ କୌଣସି ପ୍ରକାର କ୍ଷତି ପହଞ୍ଚିବା ପାଇଁ ଆସିନୁ ଆମେ ଜଷ୍ଟ ଗୋଟେ ଏକ୍ସପିରିଏନ୍ସ ନେବା ପାଇଁ ଆଇଛୁ ଆମେ ଜାଣିବାକୁ ଚାହୁଁଛୁ ଯେ ଆପଣ ଏଠି ଅଛନ୍ତି ନା ନାହାନ୍ତି ସେମିତି କିଛି ଆକ୍ଟିଭିଟି କରନ୍ତୁ। ନା ନା ସେ ତା ଚପଲଟା ଯେତେବେଳେ ଖସିଗଲାନି ସିଏ ଯେତେବେଳେ ଡାକିଲା ଭାଇ ଭାଇ ର ଟିକେ ସେ ଭାଇ ଭାଇ ଯେତେବେଳେ କହିଲା କ'ଣ କହ ଷ୍ଟୋରି ଏମିତି କହ କହିଲେ କି ସେ ଭାଇ କହୁଥିଲେ କି ମୁଁ ଆସିଲା ବେଳକୁ ମୋର ଗୋଟେ ଚପଲ ମାନେ ଗାଡ଼ିରେ ସ୍ଲିପ୍ କରିଗଲା ପଡ଼ିଗଲା ପଡ଼ିଗଲା ପରେ ତା ଚପଲଟା ଗୋଟେ ଜାଗାରେ ପଡ଼ିଗଲା ସିଏ ତାକୁ ଗୋଟେ ସେଠି ଦୂରରେ ଗୋଟେ କିଏ ଦେଖିଲା ବେଳେ ଲାଗିଲା ସେ ଭାଇ ଭାଇ ଡାକୁଛନ୍ତି ସେ 5 ଭଉଣୀ ଯାକ ବାହାରିକି ଆସିକି କହିଲେ ଏ ଭାଇ ଭାଇ କ'ଣ ଡାକୁଛ ଆମେ ବା ଏଠି ଅଛୁ ଆମେ ପେଲି ଦେଉଛୁ ସେଠୁ ସେ ଏତେ ଡରିକି ତାଙ୍କ ଦେହ ପୁରା 2-3 ଦିନ ଯାଏ ପର୍ଯ୍ୟନ୍ତ ଜ୍ୱର ହେଲା କି ସେ ଏବେ ରିସେଣ୍ଟଲି ତାଙ୍କ ସାଥିରେ କଥା ହେଇକି ବି ଏବେ ଆସିଲେ ସେ କହୁଥିଲେ ଆମକୁ ଜମା ଯାଉନି ଆମେ କହିଲେ ଆମେ ଏକ୍ସପିରିଏନ୍ସ ନେବୁ ଟିକେ ମୋର ବହୁତ ଇଏ ଅଛି ଇଚ୍ଛା ଅଛି ବୋଲି ଦେଖାଯାଉ କ'ଣ ହେଉଛି ଆମେ ସେଇ ଜାଗାରେ ତ ଠିଆ ହେଇଛୁ ଏପର୍ଯ୍ୟନ୍ତ ସେମିତି କିଛି ଆକ୍ଟିଭିଟି ହେଇନି ଖାଲି ଗୋଟିଏ ଜାଗାରେ ସେଇଠି ଏଇଠି ଗୋଟେ ଖାଲି ଆବାଜଟା ଆସିଲା ମୋତେ ସେଇଠି ଗୋଟେ ଲାଗିଲା କି ଗୋଟେ ଛିଡ଼ା ଆଉ ଏଠି ବି ସେମିତି ଲାଗୁଛି କିନ୍ତୁ ସେମିତି କିଛି ଜଣାପଡ଼ୁନି ଧର ମୋତେ ଗୋଟେ କ'ଣ ଦେଖାହେଲା ଲାଗିଲା ଏଇଟା କାହାର ଗୋଟେ ଛାଇ ଗଲା ଭଳିଆ ହେଲା ଇଆଡ଼େ ଆସି କ'ଣ ଗୋଟେ ଆବାଜ ହେଉଛି ଯା ନା ର ପାଇଲୁ ଭାଇ ହଁ କିଏ ଗୋଟେ ଅନେଇଥିଲା ତୁ ବିଶ୍ୱାସ କରି କିଏ ଗୋଟେ ଅନେଇଥିଲା ଭାଇ ରହିଛି ଯା ନା ଭାଇ ମୁଁ ଆଉ ରହିପାରିବି ଏଠି ଚାଲ ମୋ ପାଖରେ ଅଛି ଷ୍ଟାର୍ଟ କର ଜଲ୍ଦି ଭାଇ ଜଲ୍ଦି କିଏ ଗୋଟେ ଅନେଇଥିଲା ଜଲ୍ଦି ଷ୍ଟାର୍ଟ କର ବୁବୁଲି ଜଲ୍ଦି ଷ୍ଟାର୍ଟ କର तो आम रखुचु ये भिडियोटा रखुचु तो भिडियो भल लगे लाइक शेयर सब्सक्राइब निश्चित गोटे करदेवे भयानक होता